ଆଲୋ ବାବୁ, ଏ ହେଉଛି ସେଇ କାଦମ୍ବିନୀ ଅରଣ୍ୟ। ଏଇ ଅରଣ୍ୟରେ ପୁତିକି ରଖିଥିବ ଭଗବାନ ଶ୍ରୀକୃଷ୍ଣଙ୍କର ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ହେଲେ ବାବୁ, ପବନରେ ପଡ଼ୁନି କେଉଁ ଜାଗାରେ ମୁଁ ପୁତିକି ରଖିଛି ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ଆଲୋ ଏ ବାବୁ, ବାପା ମୋ ସୁନା ଭଣଜା, ମୋ ଗେଲା ଭଣଜା, ମୋ ବଡ଼ ମୁଣ୍ଡିଆ ଭଣଜା, କେମିତି ମନେ ପଡ଼ିବଲ ବାପା? ତୁ ପରା ରାଜାଙ୍କ ଘରେ 5 ବର୍ଷଟା ଚକିଟା ପିସୁଥିଲୁ କାର ଦଣ୍ଡରେ। ଠିକ କହିଛ ବାବୁ, ତୁମେ ସମ୍ପୂର୍ଣ୍ଣ ଭାବରେ ସତ କହିଛ। ଆଲୋ ଏ ବାବୁ, ବାପା ତ ଏଠିଏ ମୁଣ୍ଡକୁ ସେଇ 5 ବର୍ଷ ପଛପଟକୁ ନେଇଯା, ତାପରେ ହିଁ ଜଣା ପଡ଼ିବ ମୂର୍ତ୍ତିଟା ତୁ ଏଇ କାଦମ୍ବିନୀ ଅରଣ୍ୟରେ ନା ଆଉ କୋଉ ଅରଣ୍ୟରେ। ମନେ ପଡ଼ିଯାଇଛି ବାବୁ, ମନେ ପଡ଼ିଯାଇଛି। ବିଶାଳ ବରଗଛ, ତା ବାମ ପଟରେ ବିଶାଳ ବଡ଼ ପଥର, ତା ମଝିରେ ପୁତିକି ରଖିଛି ମୁଁ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ। ଭଣଜାଲୋ, ଆଲୋ ଏ ବାବୁ, ବିଶାଳ ବଡ଼ ବରଗଛ, ଓ ବିଶାଳ ବଡ଼ ବରଗଛ, ତା ପାଖରେ ଗୋଟିଏ ବଡ଼ ପଥର, ଓ ତା ବାମ ପଟରେ ବିଶାଳ ବଡ଼ ପଥର। ଭଣଜାଲୋ ବାପା, ସେମିତି ବୋଲି ଗଛ କି ପଥର ତ ଏଇ ଜାଗାରେ କୋଉଠି ଦିଶୁନି। ଭଣଜା, ଆଲୋ ଏ ବାବୁ, ବାପା ଏଇ ଜଙ୍ଗଲରେ ଯଦି ତୁ ରଖିଥାନ୍ତୁ ତାହେଲେ ଯେ ଗଛ ଆଉ ପଥର ତ ଦେଖିବା କଥା। ହେଲେ ବାବୁ, ତମେ ପଟରେ ଖୋଜ ବାବୁ, ବହୁତ ସେପଟରେ ଖୋଜୁଛି। କାହିଁକି ବିଳମ୍ବ କରିବା ବାବୁ, ଯଥା ଶୀଘ୍ର ଖୋଜିବା। ତମେ ଏପଟେ ଖୋଜ ବାବୁ, ବହୁତ ସେପଟେ ଖୋଜୁଛି। ଆଲୋ ଏ ବାବୁ, ଏଇ ଦେଖ ସେଇ ବିଶାଳ ବଡ଼ ଗଛ, ତା ବାମ ପଟରେ ବିଶାଳ ବଡ଼ ପଥର, ତା ମଝିରେ ପୁତିକି ରଖିଛି ମୁଁ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି। ଏଇ ଦେଖ ବାବୁ, ଏଇ ଦେଖ। ବାବୁ, ତୁମେ କ'ଣ ଦେଖିଛ ଭଗବାନ ଶ୍ରୀକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତି ବାବୁ? ବାପା, ମୋ 14 ପୁରୁଷରେ ବି କେହି ଦେଖି ନାହାନ୍ତି। ମୁଁ ବି ଦେଖିନି ଲୋ ବାପା, ମୁଁ ଟିକେ ଦେଖେ। ଆସ ବାବୁ, ଦେଖିବ। ମୋ ପାଖକୁ ଟିକେ ଆସ। ହେଲେ ବାବୁ, ମୋ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତିଟା ପାଇସାରିଛି ବାବୁ। ହେଲେ କେମିତି ମୁଁ ନେବି ବୃନ୍ଦାବନ ରାଜ୍ୟ ରାଣୀ ହଂସପୁରକୁ ଏଇ ଭଗବାନ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ବାବୁ?
ଯଦି ଏଇ ବୃନ୍ଦାବନ ନଗରବାସୀ ମତେ ଦେଖି ଦିଅନ୍ତି ତାହେଲେ କ'ଣ କହିବେ ଜାଣିଛ ବାବୁ? କ'ଣ କହିଲେ ଲୋ? ଏ ଦେଖ ରେ ଦେଖ, ସୂର୍ଯ୍ୟ କାରାଦଣ୍ଡରେ 5 ବର୍ଷ ଦଣ୍ଡିତ ହୋଇ ମୂର୍ତ୍ତିଟା ଫେରାଇବା ପାଇଁ ରାଣୀ ହଂସପୁର ଯାଉଛି। ମୋ ମୁହଁରେ ଛାପା ପକାଇବେ ବାବୁ, ମୋ ମୁହଁରେ ଛାପା ପକାଇବେ। କି ବ୍ୟବସ୍ଥା କରି ନେବାକୁ ପଡ଼ିବ ଏଇ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣ ମୂର୍ତ୍ତି ରାଣୀ ହଂସପୁରେ। ଭଣଜା ଲୋ, ବାପା ମୋ ଗେଲା ଭଣଜା ମୋ ସୁନା ଭଣଜା। ବାପା ମୁଁ ତତେ ନୀତିଦିନ କ'ଣ କହେ? କ'ଣ କହିଲ ବାବୁ? ଭଣଜା ମୁଁ ପରା ଶକୁନି ଆଉ ମନ୍ଥରାକୁ ଗୁରୁ କରିଛି। ଭଣଜା ବୋଲ ଏ ବାବୁ। ମୁଁ ଚକ୍ରଧର, ବୁଦ୍ଧି ଆଉ ବିଦ୍ୟାରେ ପୁରା ଧୁରନ୍ଧର। ଆଚ୍ଛା, ଆରେ କି ବ୍ୟବସ୍ଥା କରି ନେବାକୁ ପଡ଼ିବ କୁହ ବାବୁ। ଭଣଜାଲୋ, ଏଇ ଦେଖ, ଏଇ ବସ୍ତ୍ରରେ ଯଦି ଆମେ ରାଧାକୃଷ୍ଣଙ୍କ ସେଇ ସୁବର୍ଣ୍ଣ ମୂର୍ତ୍ତିକୁ ଗୁଡ଼େଇକି ନେଇଯିବା ତାହେଲେ ଏ ବୃନ୍ଦାବନ ନଗରବାସୀ କେହି ବି ଜାଣିପାରିବେନି ଲୋ ବାପା। ସତ କଥା କହିଲ ବାବୁ, ତୁମେ ସମ୍ପୂର୍ଣ୍ଣ ଭାବରେ ସତ କଥା କହିଛ ବାବୁ। ଭଣଜା ଶୁଭ କାମରେ ଆଉ ଡେରି କରିବାନି। ବୋଲ ଏ ବାବୁ, ଭଣଜା କାହିଁକି ବିଳମ୍ବ କରିବା ବାବୁ? ଯିବା ଚलो ରାଣୀ ହଂସପୁର ରାଣୀ ଶକୁନ୍ତଳା ପାଖକୁ ହାଲୋ ଯିବା। ଯିବା ବାବୁ, ଯିବା ଚାଲ।